ଆବର୍ଜନା ପୃଥକୀକରଣ ଯେଉଁଟା କରାହେଇଥିଲା, ଗୃହ ଗୁଡ଼ାକ ନିର୍ମାଣ ହେଇଥିଲା, ସେଗୁଡ଼ାକ ବହୁତ ବଢ଼ିଆ କନସେପ୍ଟ ଥିଲା। ଗାଁର ସାହିର ଅଳିଆ ମଳିଆ ଯାହା ବି ଅଛି ସମସ୍ତେ ଗୋଟେ ପାଖରେ ନେଇକରି ଫିଙ୍ଗିବା, ନିଜେ ନ ଫିଙ୍ଗିଲେ ବି ମ୍ୟୁନିସିପାଲିଟି ତରଫରୁ ହଉ କି ଗାଁ ଗଣ୍ଡାର ୱାର୍କର ତରଫରୁ ହଉ ସେଠି ଯାଇକରି ଜମା କରିବା ଉଚିତ ଥିଲା। ବହୁତ ବଢ଼ିଆ ଜିନିଷ ଥିଲା, ବହୁତ ବଢ଼ିଆ କନସେପ୍ଟ ଥିଲା। ଆଉ ଗୋଟେ ଥିଲା ଆମର ମୁଖ୍ୟମନ୍ତ୍ରୀ ବସ୍ ସେବା। ସେଇଟା ପୁରୁଣା ଦିନରେ ଲକ୍ଷ୍ମୀ ବସ୍ ସେଣ୍ଟର ଗୁଡ଼ାକ ଥିଲା। ଆଉ ଏଗୁଡ଼ାକ ପୁରୁଣା ଦିନରେ ହେଇଥିଲା, ଆଉ ଆଜି ବି ସେଗୁଡ଼ାକ ଅଛି, କିନ୍ତୁ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ଅଛି। କେଉଁଟାର ତ କବାଟ ଭାଙ୍ଗି ନେଉଛନ୍ତି, ପୃଥକୀକରଣ ଗୃହରେ ମଦ ପିଉଛନ୍ତି ଲୋକ ଯାଇକି, କିଏ ତ ଗଭର୍ଣ୍ଣମେଣ୍ଟ ଆମର ଲକ୍ଷ୍ମୀ ବସ୍ ଷ୍ଟାଣ୍ଡକୁ ଘର ବନେଇକି ବି ରହିଯାଇଛନ୍ତି, ଦୋକାନ ବନେଇକି ରହିଯାଇଛନ୍ତି। ତ ଏଇସବୁ ପଇସା ଲାଗିଛି ତ ଇଆଡ଼ୁ ସିଆଡ଼ୁ ହେଇକିରି ଆମର ଟ୍ୟାକ୍ସେସ୍ ପଇସାରୁ, ଆମର ମଣିଷ ମାନେ ଆମର ଯେଉଁ ବିଜନେସମ୍ୟାନ୍ ଗୁଡ଼ାକ ହଉ କି ଆମର ଲୋକମଣ୍ଡ ହଉ, ଯେଉଁଟାକି ସରକାର ସେ ପୁରୁଣା ସରକାର ହଉ ୟୁଜ୍ କରିଥିଲା କି ଆଜି ସେ ଜିନିଷ ଗୁଡ଼ାକ ୟୁଜ୍ ହେଉଛି। ତ ମୋ କହିବା କଥା ହେଉଛି ଏଗୁଡ଼ାକକୁ ଏବେ ପ୍ରେଜେଣ୍ଟ ଯେଉଁ ସରକାର ଅଛି ସେଟାକୁ କାହିଁକି ଧ୍ୟାନ ଦେଉନାହାନ୍ତି। ସେଗୁଡ଼ାକକୁ ମାନେ ଏତେ ଟଙ୍କା ଅଲରେଡ଼ି ଖର୍ଚ୍ଚ ହେଇସାରିଛି ବସ୍ ସେବାକୁ ରୁଟିନ୍ରେ ଷ୍ଟାର୍ଟ କରିକି ସେ ବସ୍ ଷ୍ଟାଣ୍ଡ ଗୁଡ଼ାକୁ ମୁଖ୍ୟମନ୍ତ୍ରୀ ବସ୍ ସେବା ହଉ କି ଆମର ଏଇ ଯେଉଁ ଅବର୍ଜିଆ ସେଣ୍ଟର ଗୁଡ଼ାକ ଯେଉଁଟା ବି ଅଛି ସେଇଟା ଗୁଡ଼ାକୁ ଠିକ୍ ଠାକ୍ ଅବସ୍ଥାରେ କାହିଁକି ଆଉ ଥରେ ଚାଲୁ କରୁନାହାନ୍ତି। ଚାଲୁ କରିବାଟା କିଛି ଖରାପ ନାହିଁ, ଯେହେତୁ ହେଇକି ଅଛି, ଖାଲି ଆମେ ଇମ୍ପ୍ଲିମେଣ୍ଟ କରିବାର ଅଛି ସେ ଉପରେ। ଆଉ ସେଇଟା ପାଇଁ କଷ୍ଟ ବି ବେଶୀ କିଛି ହେବ ନାହିଁ। ତାକୁ ପୁରୁଣା ସ୍କେଚ୍ ମ୍ୟାପ୍ ଗୁଡ଼ାକ କାଢ଼ିକି ଦେଖିଦେଲେ ସବୁ ଜିନିଷ ଆଉ ଥରେ କ୍ଲିଅର୍ ହେଇଯିବ, ଆଉ ସବୁ ଜିନିଷ ଆଉ ଥରେ ଠିକ୍ ଠାକ୍ ଭାବରେ ଚାଲିବ। ଆଉ କିଛି ଖରାପ ଏଇ ଜିନିଷରେ କିଛି ଲୋକ ହିଁ ବେନିଫିଟ୍ ହେଇଥାନ୍ତେ। ଆଉ ଲୋକଙ୍କ ପାଇଁ ଗୁଡ଼ାଏ ଜାଗାରେ ଜଳଛତ୍ର ଗୁଡ଼ାକ ବି ହେଉଥିଲା, ସେ ଜଳଛତ୍ର ବି ହେଉନାହିଁ, ସେ ଜଳଛତ୍ର ବି କରିବା ଉଚିତ। ଆଉ ଗୋଟେ ଥିଲା ଆମର ପୁରୁଣା ଦିନରେ ମାନେ ଗୋଟେ 40-50 କିଲୋମିଟରକୁ ଗୋଟେ ରହିବା ପାଇଁ ରାସ୍ତା ସାଇଡ଼ରେ ରହିବା ପାଇଁ ମୁଖ୍ୟମନ୍ତ୍ରୀ ତରଫରୁ ବିଶ୍ରାମ ଗୃହ ଗୁଡ଼ାକ ହେଇଥିଲା, ଯେଉଁଠିକି ରେଷ୍ଟ ହାଉସ୍ ଗୁଡ଼ାକ ହେଇଥିଲା। ବହୁତ ସୁନ୍ଦର ରେଷ୍ଟ ହାଉସ୍ ଗୁଡ଼ାକ ହେଇଥିଲା। ମୁଁ ବି ପୁରୁଣା ଦିନରେ ଆମପାଣି ପାଖରେ ରହିଥିଲି, ତ ବହୁତ ଖୁସି ଲାଗୁଥିଲା। ସେଗୁଡ଼ାକୁ ଆଜି ଜରାଜୀର୍ଣ୍ଣ ଅବସ୍ଥାରେ ଅଛି, ସେଠି ଆଉ ଲୋକ ରହିପାରୁନାହାନ୍ତି। ସେଠି ଗଲେ ବି ଆଲାଉ କରୁନାହାନ୍ତି। କିଏ କହୁଛି ଇ ଅଣ୍ଡରରେ ପଳାଇଲା, ସେ କିଏ କହୁଛି ସି ଅଣ୍ଡରରେ ପଳାଇଲା। ଆରେ ସେଇଟା ଗୋଟେ ବଢ଼ିଆ ଜିନିଷ ଥିଲା। ଯେଉଁ ଲୋକ ପାଖରେ ପଇସା ପତ୍ର ନଥାନ୍ତା କି ରାତିରେ ରେଷ୍ଟ ନେବାକୁ ଥାନ୍ତା, ସେ ଆରାମରେ କୌଣସି ଲଜ୍ ଫଜ୍ ନ ନେଇକି ସେଠି ଯାଇକରି ରେଷ୍ଟ ନେଇପାରିଥାନ୍ତା। ତ ଏଇସବୁ ଗୁଡ଼ାକ ସରକାର ଆମର ଏଇ ପ୍ରେଜେଣ୍ଟ ସରକାର ଧ୍ୟାନ ଦିଅନ୍ତୁ, ଆଉ ଥରେ ସେଗୁଡ଼ାକକୁ ମାନେ ଷ୍ଟାର୍ଟ କରନ୍ତୁ। ମୋର ବିନୀତ ଅନୁରୋଧ, କାହିଁକି ସେଗୁଡ଼ାକ କିଛି ଖରାପ ଜିନିଷ ନଥିଲା, ବହୁତ ଭଲ ଜିନିଷ ଥିଲା। ଆଉ ସେଗୁଡ଼ାକ ଅଲରେଡ଼ି ପଇସା ଖର୍ଚ୍ଚ ହେଇସାରିଛି, ତ ତା'ର ବେନିଫିଟ୍ ଉଠାଇବାଟା ହେଉଛି ଆମର ମୂଳ ଦାୟିତ୍ୱ ଆଉ ସମସ୍ତଙ୍କର ଅଧିକାର।